ତେଣୁ ଗୋଟେ ଭଲ କଥା। ହିତୋପଦେଶ 11 ଅଧ୍ୟାୟ 13 ପଦ। ଯେ ଖୋଛୁଆ ହୋଇ ବୁଲେ, ହ୍ୱାଟ ଇଜ ଦ୍ୟାଟ ଖୋଛୁଆ? ଏ ଟେଲ ବିୟରର କହିବା। ଯେ ଖୋଛୁଆ ହୋଇ ବୁଲେ ସେ ଗୁପ୍ତ କଥା ପ୍ରକାଶ କରେ, ମାତ୍ର ଯାହାର ବିଶ୍ୱସ୍ତ ମନ ସେ କଥା ଗୁପ୍ତରେ ରଖେ। ମୁଁ ସବୁବେଳେ କହେ, ଜଣଙ୍କ ଜୀବନର ଗୁପ୍ତ ବିଷୟ ଯଦି ଆମେ ଜାଣିଲୁ, ଆମ ମୁଖରେ ତାହା କେବେ ବି ଏକ୍ସପୋଜ ହେବାର ନାହିଁ। ସେ କଣ କରିଛି ଜାଣିଛ ନା, ଷ୍ଟାର୍ଟ କରିବାର ନାହିଁ। ଦେଖନ୍ତୁ, ସବୁବେଳେ ଆମେ ଯଦି ଚାରି ଜଣ କଥା ହଉ ଜଣଙ୍କ ବିଷୟରେ, ଜଣଙ୍କର ସିକ୍ରେଟ୍ସ ବିଷୟରେ କଥା ହଉ, ତ କହନ୍ତି as soon as you leave you will be the next topic। ସେଇ ଡିସ୍କସନ ଭିତରୁ ଯେତେବେଳେ ଆପଣ ମାନେ ଉଠିକି ବାହାରିବେ, ତ ନେକ୍ସଟ ଟପିକ ସେମାନେ କାହାର ବିଷୟରେ କଥା ହେବେ ଜାଣିଛନ୍ତି? ଆପଣଙ୍କ ବିଷୟରେ କଥା ହେବେ। ଆଉ ଦେଖନ୍ତୁ, ଖୋଚୁଆ ଇଂଲିଶରେ ଟେଲ ବିୟରର, ଲୁତରାଇ ହିନ୍ଦୀରେ ସେଟା ବି ଜାଣିପାରୁନି। ଟେଲ ବିୟରର ମାନେ କାହାଣୀ, ଗୋଟେ ଜିନିଷଟା ଗୋଟେ ଜଣଙ୍କର କଥା କାହାଣୀ ବନେଇକି ଦୁନିଆ ସାର ନ କହିକି ରହି ତ ପାରିବେ ତ ନାହିଁ। ଆଉ ଯୋଉ ଥରେ ଦି ଜଣ ଆସିଥିଲେ ଆମ ଘରକୁ ହାଇଦ୍ରାବାଦରୁ, ଗୋଟେ ମଣ୍ଡଳୀର ବିଶ୍ୱାସୀ ଦି ଜଣ ଷ୍ଟାର୍ଟ କଲେ ଆମ ପାଷ୍ଟରଙ୍କର ଏ ସିକ୍ରେଟ ସେ ସିକ୍ରେଟ ବୋଲାରୁ ଗାଳି କରିଲି ମୁଁ। ଆରେ, ମୁଁ ତାଙ୍କୁ ଚିହ୍ନିଛି, ସେ ପାଷ୍ଟରଙ୍କୁ ଭଲ ଜାଣିଛି, ବହୁତ ମୋର କ୍ଲୋଜ ଫ୍ରେଣ୍ଡ ବି। ସେ ବହୁତ ଭଲ ଥିଲେ। ଯଦି କିଛି ଦୁର୍ବଳ ହେଇଗଲେ କି କଣ ପାଇଁ ଖସିଗଲେ, କଣ ପାଇଁ ଏମିତି ହଉଛନ୍ତି, ମୁଁ କହିଲି ଗୋଟେ ସମୟ ଥିଲା ତୁମ ମାନଙ୍କର ଦୁର୍ବଳତାରେ ସେ ତୁମ ଘରେ ଆସିକି ତୁମ ପାଇଁ ପ୍ରାର୍ଥନା କଲେ, ତୁମକୁ ପରାମର୍ଶ ଦେଲେ। ଯେତେବେଳେ ଲୋକମାନେ ସମସ୍ତେ ତୁମ ଘରକୁ ଯିବା ପାଇଁ ମନା କରିଥିଲେ, "ଛି, ତାର ଘରକୁ ଯାଆନ୍ତୁ ନାହିଁ ଆଜ୍ଞା, ଭଲଟା ନାହିଁ ବୋଲି କହିଲା ବେଳକୁ ଯେତେବେଳେ ଜଣେ ସେବକ ଯାଇକି ପରାମର୍ଶ ଦେଇକି ତୁମକୁ ସେହି ଜଞ୍ଜାଳରୁ ବାହାର କରି ଆଣୁଛି, ଗୋଟେ ଦିନ ଆସିବ ଯେତେବେଳେ ଜଣେ ସେବକ ଦୁର୍ବଳ ହେଉଛି, ତ ତୁମ ମାନଙ୍କର କର୍ତ୍ତବ୍ୟ କଣ? ଏମିତି ଦୁନିଆ ସବୁ କହି କହି ବୁଲିବେ କି ନାଇଁ ଆଜ୍ଞା ଆମେ ଆଉ ସେ ଚର୍ଚ୍ଚକୁ ଯାଉନୁ, ବଡ ପବିତ୍ର ଲୋକ ବାହାରି ପଡୁ ନାଇଁ? ଯେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୁଷ୍ଟ ଅଛନ୍ତି ସେମାନଙ୍କର କଥା କହୁନି। ଭଲ ଲୋକମାନେ, ଉତ୍ତମ ଲୋକମାନେ, ଅଭିଷିକ୍ତ ଲୋକମାନେ ଯେତେବେଳେ ଖସି ଯାଆନ୍ତି, ତ ଆମ୍ଭ ମାନଙ୍କର ଦାୟିତ୍ୱ ଏହି କି ଆମ୍ଭେ ମାନେ ସେମାନଙ୍କୁ ସେହି ଜଞ୍ଜାଳରୁ ବାହାର କରି ଆଣିବାର। ବାଇବଲରେ କହନ୍ତି ନାଇଁ କି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ତିନି ଜଣଙ୍କୁ ମୃତ ମାନଙ୍କ ମଧ୍ୟରୁ ଉଠାଇଥିଲେ, ନାଇଁ? ଜଣେ ଜାଇରସର କନ୍ୟା, ଝିଅ, ଘରେ ପରିବାର ମଧ୍ୟରେ ମରି ଯାଇଥିଲା। ଆଉ ଜଣେ ଲାଜର, ଯେ କି କବରରେ ଥାଇକି 4 ଦିନ ହେଲା। ଆଉ ଜଣେ ସେ ନାଇନ ଗ୍ରାମର ବିଧବାର ପୁଅ, ଯାହାକୁ କି ଲୋକମାନେ ଗାଁ ଭିତରୁ ତାର ସେ ଶବକୁ ଟେକିକି ବାହାରକୁ, ଗାଁରୁ ବାହାରକୁ ଯାଉଥିଲେ। ତ ଏ ତିନି ଜଣ ମୃତ ମାନଙ୍କୁ ପ୍ରଭୁ ଉଠାଇଲେ ବୋଲି କହିଲାରୁ ଜଣେ କହିଲେ, ମୋର ମୋର ମେସେଜ ନାହିଁ, ଏଇଟା ମୁଁ ଶୁଣିକି ବହୁତ ଖୁସି ହେଲେ, ସେୟାର କରୁଛି। ପାପୀ ମାନେ ତିନି ପ୍ରକାର ପୁଣି ଏଥିରେ ବାଇବଲ କହେ ଆମେ ମାନେ ପାପରେ ମୃତ, ନାଇଁ କି? तो केते जन जायरस ର कन्या परी फैमिली रे डेड, बाहर नॉर्मल थिबे, घर के लोग जानते हैं इसका असली हालत क्या है। तो प्रभु फैमिली को विजिट करके सेथिरु गुडे झियो को से रिवाइव करले, पुनर्बार बंचाइले, नहीं? आउ केते जनकर पाप लाजर परी खबर ଅଛି, ଏମିତି ଲୁକାୟିତ ଭାବରେ ଅଛି, ଭିତରେ ପଚି ସଡ଼ି ଯାଉଛି, ବଟ୍ ଇଟ୍ ଇଜ କଭର୍ଡ। ତାର ସ୍ମେଲ ଟା ବାହାରୁ ନାହିଁ, ଯେହେତୁ କବର ଦିଆ ହେଇଛି, ତେଣୁକରି 4 ଦିନ ହେଲା ମୋଡ଼ କେମିତି ସ୍ମେଲ ଦିଏ, ତାର ପଚି ଯିମାଟା ଓ ବାହାରେ ନୋବଡି ନୋସ୍। ସମ୍ ପିପଲ ଏମିତି ମୃତ ହେଇକି ଏମିତି ଗନ୍ଧୁଛନ୍ତି, ଲୋକମାନେ ଜାଣୁନାହାନ୍ତି, ଏଠି ପୁରା କଭର କରିକି ରଖିଛନ୍ତି। ବେଶୀ ଦିନ କଭର କରି ହେବନି, ପାପ ଯେ ପର୍ଯ୍ୟନ୍ତ ଭିତରଟା ସଫା ନ ହେଉ ହେଉନି ବେଶୀ ଦିନ ଲୁଚାଇ ପାରିବେନି ବୋଲି ଅର୍ଥ। ତାର ଅର୍ଥ କଣ? ମାନେ ସେଇ ପାପ ବେଶୀ ଦିନ ଭିତରେ ରହିବନି, ଦିନେ ଏକ୍ସପୋଜ ହେଇଯିବ। ତେଣୁକରି ଭିତରେ ଥାଉ ଥାଉ ସେଟା କ୍ଲିନ କରାଯାଉ। ଆଉ ସେ ବିଧବାର ପୁଅ ଲୋକମାନେ ଟେକିକି ନେଉଥିଲେ, ତାର ଅର୍ଥ କଣ? ମାନେ କେତେ ଜଣଙ୍କର ମୃତ ଅବସ୍ଥା ଚାରି ଲୋକମାନେ ଟେକିକି ନିଅନ୍ତି, ଏଇଟା କୁହନ୍ତି ଗସିପିଂ।
ଜଣେ ଲୋକ କେମିତି ପାପ କରୁଛି, ତାର ଗୁପ୍ତ ପାପ କଣ, ତାର ଫୋନରେ କଣ କଣ ଚାଲିଛି, ଏମିତି ଲୋକମାନେ କାହାକୁ ହେବେ କହି ବୁଲିବେ। ଆମର କି ଦରକାର ଏଟା ବୋଲଛି ମୁଁ। ଜଣଙ୍କର ବ୍ୟାଡ ବିଷୟ ସବା କହିବା ପାଇଁ କି ଅଫ୍ କୋର୍ସ ଦେଖନ୍ତୁ, ଆମେ ଯେତେବେଳେ ଦୁଷ୍ଟ ଦାସ ମାନଙ୍କ ପ୍ରତି ସାବଧାନ ହୁଅନ୍ତୁ ବୋଲି ପ୍ରଚାର କରୁ, ତ ଆମେ କାହାର ନାମ ନେଉନି, ଆମେ ଆମେ ସ୍ୱଭାବର ବିରୁଦ୍ଧ। ବହୁତ ଜଣ କେତେ ଜଣଙ୍କର ଫଟୋ ନେଇକି କଥା ହେଇଯାନ୍ତି, ଏଇ ଲୋକ ଏମିତି, ସେ ସେମିତି, ସେ ସେମିତି, ଏଇଟା କି ଦରକାର? ସେ ତଳେ କମେଣ୍ଟରେ ଆମେ ଦେଖୁ ଲୋକ କୁହନ୍ତୁ "ନା, ତାଙ୍କୁ ଯାଇକି କହୁନାହାନ୍ତି ଆସିଗଲେ ବଡ କେତେ ଭକ୍ତ ଥିବେ, ତାଙ୍କୁ ଡାଇରେକ୍ଟ କହନ୍ତୁ ଆପଣ ଏଠି ଏମିତି ଲାଇଭରେ କାହିଁକି। ଦେଖନ୍ତୁ, ଶାସ୍ତ୍ରୀ ଫାରୁସୀ ମାନଙ୍କ ଠାରୁ ସାବଧାନ ବୋଲି ପ୍ରଭୁ ଶାସ୍ତ୍ରୀ ମାନଙ୍କୁ କହିଲେ ନା ଲୋକମାନଙ୍କୁ କହିଲେ? ବୁଝନ୍ତୁ ତ। ମନ୍ଦ ଅଭ୍ୟାସ, ମନ୍ଦ କର୍ମ ପ୍ରତି ଆମେ ସାବଧାନ ହେବାର ଅଛି। ଆମେ କୌଣସି ମନୁଷ୍ୟର ଶତ୍ରୁ ନୁହଁ। ବ୍ୟଭିଚାର ପାପକୁ ଆମେ ଖଣ୍ଡନ କରିବାର ଅଛି, ଆମେ କାଟି ପକାଇବାର ଅଛି। ଚୋରି କାମ, ଠକି ଖାଇବା, ମିଛ କହିବା, କାମୁକତା, ଯେକୌଣସି ଗୁପ୍ତ ପାପ ହେଉ, ଆପଣଙ୍କ ଠାରେ କି ମୋ ଠାରେ ନ ରହୁ। ସେ ଗୁପ୍ତ ପାପ କେମିତି କେମିତି ଟାଇପର ମୁଁ କହିଥିଲି, ସେ ବହୁତ ଗୁଡାଏ ଅଛି। ଆମେ ଏଥିରେ ସ୍ୱଭାବ ବିରୁଦ୍ଧରେ, ପାପ ବିରୁଦ୍ଧରେ କଥା ହଉଛୁ, କିନ୍ତୁ କୌଣସି ମନୁଷ୍ୟକୁ ଏକ୍ସାମ୍ପଲରେ ନେଉନାହୁଁ, ହଁ କି ନାହିଁ? କୌଣସି ମନୁଷ୍ୟର ନାମ ଆମେ ତ ଧରୁନୁ ନା। ଏଇ ସବୁ ପ୍ରତି ସାବଧାନ ହେବା ପାଇଁ ଆମେ ଲୋକମାନଙ୍କୁ ଶିଖାଉ, ଏମିତି ନାଇଁ। ଫର୍ଷ୍ଟ ଥିଙ୍ଗ ଇଜ ବୁଦ୍ଧି କଣ? ମାତ୍ର ଯାହାର ବିଶ୍ୱସ୍ତ ମନ ସେ କଥା ଗୁପ୍ତରେ ରଖେ। ନାଇଁ ଦେଖନ୍ତୁ, ଦିନେ ଏକ୍ସପୋଜ ହେବ, ବାଇବଲ କହେ, କାହିଁ ଗୋଟେ ପଦ ପଢନ୍ତୁ, ପ୍ରଥମ ତିମୋଥୀ 5 ଅଧ୍ୟାୟ 24 ରୁ ପଢୁଛି, ଭଲରେ ଦେଖନ୍ତୁ ଆପଣ ମାନେ। ପ୍ରଥମ ତିମୋଥୀ 5:24 କାହାରି କାହାରି ପାପ ବିଚାର ପୂର୍ବରୁ କାହାରି କାହାରି ଅବା ପରେ ପ୍ରକାଶ ପାଏ, ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ ତାହା ଗୁପ୍ତ ରଖାଯାଇପାରେ ନାହିଁ। ଆପଣମାନେ ଗୁପ୍ତରେ କରିଥିବା ଭଲ କାମ ହେଉ କି ଆପଣମାନେ ଗୁପ୍ତରେ କରୁଥିବା ସତ୍କାର୍ଯ୍ୟ ଉତ୍ତମ କାମ ହେଉ, ପରମେଶ୍ୱରଙ୍କର ସିଷ୍ଟମ କଣ ମାନେ ଲୁଚା ଲୁଚି ଖେଳ ନାହିଁ। ଆଉ ଲୁଚାଇବେ ନାହିଁ। ଆମେ ଦାଉଦଙ୍କର ପାପ ବି ସେ ପ୍ରକାଶ କରିଛନ୍ତି ବାଇବେଲରେ। ଯେଉଁ ଦାଉଦଙ୍କୁ ସେ ଭଲ ପାଆନ୍ତି, ସେ ଯେଉଁ ଦାଉଦ ତାଙ୍କ ପାଇଁ ଗୀତ ଗାଇ ପକାନ୍ତି, ଯେଉଁ ଦାଉଦଙ୍କୁ କେତେ ସୁନ୍ଦର ଆଶୀର୍ବାଦ କଲେ, ତାଙ୍କର ଏତିକି ପାପ ନ ଲେଖିଲେ ହିଁ ଭଲ ବାଇବେଲରେ, ନହେଲେ ନହେଲେ ଦାଉଦକୁ ଲୋକର ଖରାପ ଭାବିବେ ବୋଲି ଭାବିଥିଲେ କି ପରମେଶ୍ୱର? ନା ନା, ଦାଉଦଙ୍କର ପାପ ବି ସେ ଓପେନ କଲେ। ପ୍ରତ୍ୟେକ ଉତ୍ତମ ପ୍ରଭୁଙ୍କର ଭକ୍ତଗଣଙ୍କର, ଦାସ ଦାସୀ ମାନଙ୍କର ଗୁପ୍ତ ପାପ ବି ପରମେଶ୍ୱର ଯଦି ବାଇବେଲରେ ପ୍ରକାଶ କରିଛନ୍ତି, ତ ଆପଣଙ୍କର ମତେ ଛାଡିଦେବେ ବୋଲି କେମିତି ଭାବୁଛନ୍ତି? ମୁଁ ତ ଭାବେ ଯେତେବେଳେ ପରମେଶ୍ୱର ବାଇବେଲ ଲେଖୁଥିଲେ ଆମ ପାଖକୁ ଆସିବା ପାଇଁ, ଲେଖାଉଥିଲେ ଭକ୍ତ ମାନଙ୍କ ଦ୍ଵାରା, ନାଇଁ, ତ ପରମେଶ୍ୱର ଯେତେବେଳେ ଲେଖୁଥିବେ ଦାଉଦ ବତ୍ସେବା ସଙ୍ଗେ ପାପ କରେ, ଦାଉଦ କଣ ଭାବୁଥିବେ ବସିକି, ପ୍ରଭୁ ଏଟା କଣ ଲେଖି ଦଉଛ? ନା 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 ପ୍ରଭୁ, ନମସ୍କାର କରୁଛି। ନା ନା ଲିଖ ନାହିଁ ପ୍ରଭୁ, ମତେ ଇନସଲ୍ଟ ଲାଗିବ, ଏମ୍ବାରାସିଂ ଲାଗିବ। ସତ କଥା, ଇଟ୍ସ ଭେରି ଏମ୍ବାରାସିଂ। କିନ୍ତୁ ସେଥିରେ ପ୍ଲସ୍ ପଏଣ୍ଟ କଣ ମାନେ ଆମେ ପରିବର୍ତ୍ତନ ବି ହେଲୁ, ଆମେ ମୁକ୍ତ ବି ହେଲୁ, ପ୍ରଭୁ କ୍ଷମା ବି କରିକି ମୁକ୍ତ କରିଛନ୍ତି। ନାଇଁ, ଏଣ୍ଡିଂ ଟା ଫେଲ ହେଇନାହିଁ। ଏଇଥିରେ ପରମେଶ୍ୱର କଣ କଣ ଖୁସି ମାନେ, ଆରେ ବହୁତ ଲୋକ ଏମିତି ଥିବେ ନାଇଁ କି, ଫସି ଯାଇଥିବା ଲୋକମାନେ କଣ ଭାବିବେ, ମତେ ଏମିତି ହେଇଗଲା, ପ୍ରଭୁ ଦଣ୍ଡ ଦେଇଦେଲେ, ମାରିଦେଲେ, ବୋଲା ପରେ ଲାଗିବ କି ନାଇଁ କି? ନା ନା, ଆମେ ଉଠାଇଲୁ ବୋଲି ଜାଣିବାର ଅଛି ନା ଲୋକମାନେ। ତୁମେ କେମିତି ନିବେଦନ କଲ, ତୁମେ କେମିତି ଅନୁତାପ କଲ, ତୁମେ କେମିତି ଗୋଡ ଧରିଲ, କେମିତି କାନ୍ଦି ପକାଇଲ, କେମିତି ନିଷ୍ପତ୍ତି ନେଲ, ଏଇଟା ବି ଲୋକ ଦେଖନ୍ତୁ, ପରେ ସଲ୍ୟୁସନ ବି ଜାଣନ୍ତୁ ଲୋକମାନେ। ନଟ୍ ଓନଲି ପ୍ରୋବ୍ଲେମ୍ସ ବଟ୍ ଅଲସୋ ସଲ୍ୟୁସନ। କେବଳ ସମସ୍ୟା ହିଁ ନୁହେଁ, ତାର ସମାଧାନ ବି ଲୋକ ଜାଣନ୍ତୁ ପରେ ବୋଲି ପ୍ରଭୁ ବାଇବେଲ ଲେଖିକି କେତେ ସାହସରେ ସବୁ ପ୍ରକାଶ କରିଛନ୍ତି। ଦେଖନ୍ତୁ କେତେ ସାହସ ପ୍ରଭୁଙ୍କର। ୱାଓ। ତ ମୁଁ କହେ, ଦିନେ ଦିନେ ନା ଦିନେ ପ୍ରକାଶ ପାଇବ, କିଏ ଜଣେ ପ୍ରକାଶ କରିବେ ହିଁ କରିବେ।
ଯେମିତି ହେଲେ ବି ପ୍ରକାଶ ପାଇବ। ବୁଝିଲେ କି? ପଏଣ୍ଟ କଣ ମାନେ ଆମ ଦେଇ ପ୍ରକାଶ ନ ହେଉ, ତାହା ସବୁ ପବ୍ଲିସିଟି କରିବାର ଡ୍ୟୁଟି ଆମର ନୁହେଁ। ଆମର ରାଜୁ ଭାଇ ଏମିତି କହିଲେ ବୋଲି ନ ଆସୁ। କିଏ କହିଲା ଏଟା? କେମିତି କହିଲେ? କିଏ କହିଲେ? ନାଇଁ, ରାଜୁ ଭାଇ କହିଥିଲେ। ଏମିତି ନ ହେଉ। ଜଣଙ୍କର ବ୍ୟାଡ ବିଷୟ, ଜଣଙ୍କର ଗୁପ୍ତ ବିଷୟ ଯଦି ମୁଁ ଜାଣିଛି, ମୋ ମୁଖ ଦେଇ କେବେ ବି ବାହାରକୁ ନ ଆସୁ। କେତେବେଳେ କାହାର ସହିତ କଥା ହେଲା ବେଳକୁ କାହାର ବିଷୟରେ କିଛି ଯଦି ହଠାତ୍ ପାଟିରୁ ଆସିଲେ ସଙ୍ଗୀତ ମତେ ଦିଦି କରେ, ନାଇଁ ନାଇଁ, ଦିସ୍ ଇଜ ଦ ରାଇଟ ଥିଙ୍ଗ। ହଠାତ୍ ମୁଖକୁ ଆସିଯାଏ ସେ ନାଇଁ କେମିତି ହେଇଥିଲା ବୋଲେ ନା, ଆମେ କାହିଁ କହିବାର ଏଟା? ଗାଳି କରିବ ସଙ୍ଗୀତା। ବିଶ୍ୱସ୍ତତା ମାନେ ଏଇଟା। ନୋ ଗସିପିଂ। ଚୁଗଲି ଯାକ କରିବାନି, ପଛରେ କଥା ହେବାନି ଜଣଙ୍କର ୱିକନେସ ବିଷୟରେ। ଅବଭିୟସଲି ଆମର ନିଜର ଘନିଷ୍ଠ ସାଙ୍ଗ ହେଲେ ଆମେ ତ ଆମେ କଭର କରିଦେଇଥାଉ, କାହାକୁ ନ କହିଥାଉ, କାରଣ ଆମେ ଭଲ ପାଉ ଜଣକୁ, ଭଲ ଆମେ ପସନ୍ଦ କରୁଛୁ, ଆମେ ଲାଇକ୍ କରୁଛୁ, ଆମେ ଫ୍ୟାନ୍ ହେଇଛୁ ଜଣକୁ, ତେଣୁ ମୁଁ ସେଇ କଥା କହୁନି ଯେହେତୁ ତୁମର ସାଙ୍ଗ ତେଣୁ ତାକୁ ଲୁଚାଇକି ରଖ ବୋଲି କହୁ, ନା ନା ନା, ସେମିତି ନାହିଁ। ସାଙ୍ଗ ହେଉ କି ନ ହେଉ, କାହାରି ଜୀବନର ବ୍ୟାଡ ଥିଙ୍ଗସ ଆମେ କହିବାର ନାହିଁ। ନାଇଁ, ତାଙ୍କୁ ଯାଇକି ବୁଝାନ୍ତୁ, ଏତିକି ବି ଓଭର ଆକ୍ସନ ଦରକାର ନାହିଁ। ତମକୁ କାହିଁକି? ସେ ଜାଣିନାହାନ୍ତି କି? କେତେଜଣ କୁହନ୍ତି ତାଙ୍କୁ ଯଦି ଭୁଲ କରୁଛୁ ତମେ ଯାଇକି କହ। ହଁ, ବଡ ଲୋକମାନେ, ବଡ ବୟସ୍କ ଲୋକମାନେ ବୁଝାଇବା କଥା, କିନ୍ତୁ ବାବୁ ଏତେ ସେବା ଭଲରେ କରୁଛ, ଏତିକି କଣ ଶୁଣୁଛି ଆଜିକାଲି ଠିକ ନାହିଁ, ଦିସ୍ ଇଜ ନଟ ରାଇଟ। ଦେଖ, ଏତେ କଷ୍ଟରେ ବନାଇଥିବେ ଏତେ ବଡ ସୁନ୍ଦର ଆତ୍ମିକ ଘର, ତୁମର ଏଇ ଗୋଟେ କାମ ଲାଗି ଭାଙ୍ଗି ଯିବ, ଯାହାର ଦଣ୍ଡ ପାଇବ। ବାବୁ ଦେଖ, ବାବୁ ଏ ଝିଅରେ, ବଡ ଲୋକମାନେ ଆମକୁ ଆମକୁ ଧମକାଇବା କଥା ପ୍ରେମରେ। ଆମର ପ୍ରୋବ୍ଲେମ କଣ ମାନେ ଆମେ କଣ ଶିଖାଇ ଦେଇଛୁ ଲୋକମାନଙ୍କୁ? ତମେ କେ ବିଚାର କରିବାକୁ ବୋଲିବା ବେଳରୁ ଲୋକମାନେ ଚୁପ ହେଇଗଲେ। ଆମକୁ କାହିଁକି? ଆମେ ଚୁପ ଥିବା, ଆମେ ପ୍ରାର୍ଥନା କରିବା ବୋଲି ହେଉଥିବେ। ପରାମର୍ଶ ଦେବା ଲୋକମାନେ, ଆମକୁ ଅନୁଯୋଗ କରିବା ମା ବାପା ମାନେ ଥିବା ଆବଶ୍ୟକ ଆଜି ସ୍ପେଶାଲି ପ୍ରଭୁଙ୍କର ଦାସ ଦାସୀ ମାନଙ୍କ ପାଇଁ। ଆମର ଗର୍ବ କଣ ମାନେ ଆମେ ଦାସ, ତମେ କେ ବୁଝାଇବାକୁ? ବୁଝାଇବାକୁ ବୋଲି କହିଲେ ସେଟା ତ ତାର ବି ଯୋଗ୍ୟତା ଥିବାର, ସେ ମା ବାପା ମାନେ ବି ଟିକେ ଆତ୍ମିକ ହେଇଥିବାର ଅଛି, ବଡ ବୟସ୍କ ହେଇଥିବାର ଅଛି, ଆତ୍ମିକ ଅନୁଭୂତିରେ ଦକ୍ଷତାରେ ଏକ୍ସପିରିଏନ୍ସଡ ହେଇଥିବା ଦରକାର। ଏମିତି ଲୋକ ହେଇକି ବଡ ବୟସରେ ବଡ ବୋଲି ମଦୁଆ ଆସିକି ଆମକୁ ନ ବୁଝାନ୍ତୁ। ଦି ତିନିଟା ସ୍ତ୍ରୀ ରଖିବା ଲୋକ ଆସିକି ଆମକୁ ନ ବୁଝାନ୍ତୁ, ସେମିତି ନାହିଁ। ପଡିଆ ପୂଜା ପାଇକି ଠୁମ୍ପି ଠୁମ୍ପି ବାର ଏମିତି ପ୍ରଚାର କରିବା, ସେମିତି ନ ଭାଇ ନ ଥାଉ, ସେଇଟା ନାହିଁ। ଆମକୁ ବୁଝାଇବା ପାଇଁ ଆମ ଆତ୍ମିକ ଜୀବନରେ ଆମଠୁ ଗୋଟେ ଷ୍ଟେପ ଅଧିକ ଥାନ୍ତୁ। ଏମିତି ଲୋକ ଅଛନ୍ତି, ଏମିତି ମା ବାପା ମାନେ ଥିବେ। କେହି ଜଣେ ଯେତେବେଳେ ଆମକୁ ପ୍ରାର୍ଥନା କରିଦିଅନ୍ତି, କିଛି ଯଦି ଭାବବାଣୀ କହନ୍ତି, ମୁଁ ସେଇଆ କହେ, ବ୍ଲେସିଂ କିଛି କୁହନ୍ତୁ ନାହିଁ। ମୁଁ କିଛି ଯଦି କୋଉ ବିଷୟରେ ନିଜକୁ ସଂଶୋଧନ କରିବାକୁ ଅଛି ତାହେଲେ ଜଣାନ୍ତୁ ବୋଲି କହେ ଫ୍ରିଲି। କାରଣ ମୋର ଦୁର୍ବଳତା ମୁଁ ଜାଣିଛି। ଆମ ଜୀବନର ସବୁଠୁ ବେଷ୍ଟ ଥିଙ୍ଗ କଣ କହିବି ନା, ନିଗୁଡ ତତ୍ଵ ଜାଣିବାଟା ନୁହେଁ। ଆମ ଜୀବନର ସବୁଠୁ ଆଶୀର୍ବାଦମୟ ବିଷୟ କଣ ମାନେ ଜଣଙ୍କର ଜୀବନର ଭାବବାଣୀ କହିବାଟା, ଜଣଙ୍କର ଦର୍ଶନରେ ଜଣଙ୍କର ଜୀବନରେ କଣ ଚାଲିଛି ତାହା ଜାଣିବାଟା ନୁହେଁ। ଆମ ଜୀବନର ବେଷ୍ଟ ଥିଙ୍ଗ, ବେଷ୍ଟ ନଲେଜ, ବେଷ୍ଟ ଜ୍ଞାନ କଣ ମାନେ ବାଇବଲର ନିଗୁଡ ତତ୍ଵ ନହେଲେ ପ୍ରକାଶିତ ବାକ୍ୟ ଜାଣିବାଟା ନୁହେଁ। ସ୍वर्ଗରେ କଣ କଣ ଅଛି ତାହା ବି ନୁହେଁ। ଆମ ଜୀବନରେ ଆମ ନିଜର ପାପ ଦୁର୍ବଳତା ଆମେ ଚିହ୍ନି ପାରିବାଟା ହିଁ ବଡ କଥା ଅଟେ। ଆଟଲିଷ୍ଟ ଆମେ ଜାଗ୍ରତ ହେବୁ। ଯଦି ଯଦି ମତେ ମତେ ଡାଇବେଟିସ, ମୁଁ ସୁଗର ପେସେଣ୍ଟ, ଡାଇବେଟିସ ଅଛି ବୋଲି ଜାଣିବି ନାହିଁ, କେତେ ମିଠା ନ ଖାଇବି କୁହନ୍ତୁ ତ? କେତେ ମିଠା ଖାଇ ଦେଇଥାନ୍ତି, କେତେ ହ୍ୱାଇଟ ରାଇସ୍ ଖାଇବାର ନାହିଁ, ଏଇଟା ସୁଗର ଆହୁରି ବଢେ। ଜାଣିବାରୁ କଣ ହେଉଛି ମାନେ ଯତ୍ନ ନେଇ ହେଉଛି। ସେମିତି ଆମ ଜୀବନରେ ଅମୁକ ଦୁର୍ବଳତା ଯଦି ଚିହ୍ନିଦେବୁ, ଆମେ ଲଢିବୁ ଆଜ୍ଞା। କୋଉଟା ଆମର ଦୁର୍ବଳତା ଆମେ ଚିହ୍ନି ଦେଉଛୁ ଯେହେତୁ, ଯେତେବେଳେ ସେଇ ପାପର ମାହୋଲ କ୍ରିଏଟ ହଉଛି, ଆମେ ସେଇଠୁ ଉଠି ପଳେଇବୁ। କାରଣ ଆମର ଦୁର୍ବଳତା ଆମେ ଜାଣିଛୁ। କଣ ଲେଖା ହେଇଛି, କଣ ପଢିଥିଲୁ? ଯୌବନ କାଳର ଅଭିଳାଷରୁ ପଳାୟନ କର। ହ୍ୱାଟ ଇଜ ଦ୍ୟାଟ? ପିଲାମାନେ ଅଛନ୍ତି ଅଛନ୍ତି ହଠାତ୍, ହେଁ, ତ ମା ବାପା ସବୁ ଟିଭି ଦେଖୁଛନ୍ତି ବୋଲନ୍ତୁ, ଥରେ କଣ ହଠାତ୍ କଣ ଗୋଟେ ସିନ୍ ଗୋଟେ ଆସିଲା, ଓ ସିନେମାର ଗୋଟେ ଲଭ୍ ସିନ୍ ଆସିଗଲା, ତ ଯାହାର ମେଣ୍ଟାଲି ମାଇଣ୍ଡରେ ସେଇ ଦୁର୍ବଳତା ଅଛି,
ତେଣୁ କଣ ହେବେ ନା ଏଇଟା ଆମକୁ ପଡିବନି, ସାଙ୍ଗେ ସାଙ୍ଗେ ସେଟା ଦେଖିଲେ ଆମ ଠାରେ ଫିଲିଙ୍ଗସ୍ ବାହାରି ପଡେ, ଆମର ଲାଇଫ ର ସବୁ ଷ୍ଟୋରି ଯାକ ମନେ ପଡିବ, ଆହୁରି ଡିପ୍ରେସନ ରେ ପଳାଇବୁ ନା କଣ, ଆହୁରି କେମିତି ହେବ, ନା ନା ଉଠିକି ପଳାଇବ, ବାଇବେଲ ଧରିବା ନହେଲେ ଫୋନ ଧରିବାର, କାନରେ ଗୀତ ଲଗାଇବାର, ବାକି ସବୁ ଆମେ ପଳାୟନ କରିବାର, ସେଠି ରହିବାର ନାହିଁ। ଯୀଶୁ के रक्तरे जय, हमें प्रार्थना करिबा, हमें उपवास कर, प्रभु कहले सब लड़ नहीं पाएंगे भैया, कुछ चीजों से ना भागना है। हर जगह पे प्रार्थना काम नहीं करेगा, फास्टिंग ରହିବୁ। ଦେଖନ୍ତୁ ବାଇବେଲ କହେ ପଳାୟନ କର, ପଳାୟନ ମିନ୍ସ ହ୍ୱାଟ, ଓଡିଆରେ ପଳାୟନ means सिंपली पଳାଇବାଟା, कि हिंदी रे भागो, रन फॉर योर लाइफ, अपने जान बचाने के लिए भागो वहां से। ଦେଖନ୍ତୁ ଆଜ୍ଞା ଆପଣଙ୍କ ଆଶ୍ରୟପୁର ସମୟରେ ହିଁ କହୁଥିଲେ ଆମେ ସବୁ ଦୁର୍ବଳ, ଫାଇଟ୍ କରନ୍ତୁ, ଫାଇଟ୍ କରିବା, ଶୁଚୀକୃତ ହେବାର ସୁଯୋଗ ଅଛି, ସଫା ହେବାର ସୁଯୋଗ ବି ଅଛି। ଯେଉଁଦିନ ପ୍ରଭୁ ଆମକୁ ଅନ୍ଦରର ଭିତର ଜୀବନ ଖୋଲିବେ, ସେତେବେଳେ ସବୁ କ୍ଲିନ ହେଇକି ସଫା ହେଇକି ହ୍ୱାଇଟ ୱାଶ ମାରିକି ରଖାଯାଉ, ପେଣ୍ଟିଂ କରିକି ସୁନ୍ଦର ହେଇକି ସଜା ହେଉ, ଗନ୍ଧିଆ ଅସନା ବୁଣିଆଣି ଗନ୍ଧ ହେଇକି ନଥାଉ, ଜୀବନ ଦିନେ ପ୍ରକାଶ ପାଇବ। ଏଇଟା ଗୋଟେ ବିଶ୍ୱସ୍ତତା, अंदर जैसे हैं बाहर भी वैसे। ଆଉ ବିଶ୍ୱସ୍ତ ଜଣଙ୍କର ସିକ୍ରେଟ ଜାଣିଲ, ଡୋଣ୍ଟ ଏକ୍ସପୋଜ ଏଭର, ଏଇଟା ଆମର କାମ ନୁହେଁ, ନାଇଁ। ହଁ ଯଦି ସେ ଆପଣଙ୍କର ଘନିଷ୍ଠ, ଯଦି ଆପଣଙ୍କର ବହୁତ ନିୟର ଏଣ୍ଡ ଡିୟର, ବୁଝାନ୍ତୁ ଭାଇ ତୁମର ଏଇ ପତନ ଅବସ୍ଥା ଦେଖିକି କଷ୍ଟ ଲାଗୁଛି, ନାଇଁ ଭାଇ ଛାଡି ଦିଅ। ଆଜ୍ଞା ମୁଁ ତ ଚାହେଁ କି ଲୋକମାନଙ୍କୁ ସେଇ ଜଞ୍ଜାଳରୁ ଉଠାଇବା ଲୋକମାନେ ବେଶୀ ଥାନ୍ତୁ, ଉଠାଇବା ଲୋକ ଦରକାର।